କରିଲୁ ଆରେ ତ ମୋ ସଳା ପଇସା ନେଇ ଯାଉଛୁ ସଳା କେତେ ଚୋରଟା କିରେ ମୋ ବାପା ପଇସା ଆରେ ନେଇଛି। ତୁ ସଳା 30 ଟଙ୍କା ତ ବୋପା ଥୋଇଥିଲା ସଳା 30 ଟଙ୍କା ମାଗଣା ଆସିକି ନେଇ ଗଲୁ ହଁ 30 କଣ ପାଇଁ ମୋ ପାଖରେ 300 ଅଛି ସଳା ବଦମାସ ଆଡିକିରେ ତୁ କେତେ ତୁ ବଦମାସିଆ ଚୋରଡି ବାଡା ଆରେ କଣ ଲାଗୁଛ କଳି କଣ ପାଇଁ ଲାଗୁଛ ଏ ଶୁଣ ତମେ କଣ ମତେ ଶୁଣାଇବ ତୁ ଗୁଅ ଛାଡିଲାଣି କଣ ବେ ତମେ 8 ଦିନ ଯାକ ଗାଧେଇନ କାଣ୍ଡରୁ ଗୁଅ ଛାଡି ନେଇ ଆଇଥରେ ଉଲ୍ଲାରି ଆଣିବି ଘୋଷାରି ଆଣିବି ବେଶ କଥାବାର୍ତ୍ତା କରୁଛ ତ ତମେ ତ ବହୁତ କଥା କହୁଛ ଏ ଟକା ଶୁଣ ତୁ ତା ପଇସା ଖାଇକି ଚୋର ତୁ ମୋପା ନେଇଥିଲା ମୋପା ଦେଇଥିଲା ବାଡି ଛାଡ ଶଳା ଏ ତମେ ଆମ କଥା ଆମେ ବୁଝିବୁ ଆମ କଥା ଆମେ ବୁଝିବୁ ଗୁଡରେ ବାଡେଇ ଜାଣିଛ ବାଡେଇକି ଦେଖା ତୋ ବାପା ଆମର କଣ ତାଡେ ଗୁରୁ ଗୁରୁ ଭାତ ଉଠାଉ ତୁ ତମେ କିଏ କି ଗୁରୁ ରେ କି ଗୁରୁ ତମେ କି ଗୁରୁ ଫେର ତା ଉପରେ ସପୋର୍ଟ ନଉଛୁ ତା ଉପରେ ସେ ଡକାୟତ ଟାରେ ଆମ ଗାଁର ସଳା ଶିଶୁ 3 ଲକ୍ଷ ଟଙ୍କା ଚେନ୍ ଚୋରି କରିଥିଲା ଆମ ଗାଁ ଗୁରୁ ଦୋଷ ଆମଠୁ ନେଇଗଲା ପେନ ନେଇଗଲା ତମକୁ ଯୋଉ ପଢେଇଥିଲି ପଢେଇଛ ପଇସା ନଉନ ମାସକୁ 5 ଟଙ୍କା ତମକୁ କହିଥିଲି କୋଉ ଦୋଷରେ ଦିଅ ବୋଲି ତମେ କାହିଁକି ଆମକୁ ସେ ସୁଧ ଦେଲନି କୁହ କିଏ ବେ ମୁଁ ତୋ ବାପା ବେ କୁପି ଦେବି ମୁଁ ନାଗର ମେଣା ମାରି ତମେ ନାଗର ମୁଁ ନାଗିନା ସବୁଠି ଚିହ୍ନା ଯିଏ ମନ ସିଏ ଆସିଲେ ମୁଁ ଅଷ୍ଟବିଜା ମତେ କଣ ବେ କହୁଛ ଏଇ ବାଡରେ ଛାଡି ଦେ ତମେ ଯେତିକି ନଷ୍ଟ ମୁଁ ଷଷ୍ଠରୁ ନଷ୍ଟ ବେ ମୁଁ ଷଷ୍ଠରୁ ନଷ୍ଟ